ପିଲାଏ ଶୁଭ ସକାଳର ଶୁଭକାମନା। ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଚାଲ ଆଜି ଆମେ ପଢ଼ିବା ଗଭର୍ଣ୍ଣମେଣ୍ଟ ବା ଷ୍ଟେଟ୍। ରାଜ୍ୟ ସରକାର, ରାଜ୍ୟ କାର୍ଯ୍ୟପାଳିକା, ରାଜ୍ୟ ବିଧାନମଣ୍ଡଳ, ରାଜ୍ୟ ନ୍ୟାୟପାଳିକା ବିଷୟରେ ଆସ ଜାଣିବା। ତାହେଲେ କାର୍ଯ୍ୟପାଳିକା ବିଷୟରେ ଆସ ଜାଣିବା। ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ଶାସନ କେନ୍ଦ୍ର ପରି ରାଜ୍ୟରେ ମଧ୍ୟ ସଂସଦୀୟ ସରକାର ପ୍ରତିଷ୍ଠା କରାଯାଇଛି। କେନ୍ଦ୍ର ସଂସଦ ପରି ରାଜ୍ୟରେ ଏକ ବିଧାନମଣ୍ଡଳ ଅଛି। ଏହି ବିଧାନମଣ୍ଡଳ କେତେକ ରାଜ୍ୟରେ 2 କକ୍ଷ ବିଶିଷ୍ଟ ଓ ଅନ୍ୟ କେତେକ ରାଜ୍ୟରେ 1 କକ୍ଷ ବିଶିଷ୍ଟ ଅଛି। ବିଧାନମଣ୍ଡଳର ଉଚ୍ଚ କକ୍ଷକୁ ବିଧାନ ପରିଷଦ ଓ ନିମ୍ନ କକ୍ଷକୁ ବିଧାନସଭା କୁହାଯାଏ। ତାହେଲେ ଉଚ୍ଚ କକ୍ଷକୁ ଆମେ ବିଧାନ ପରିଷଦ କହିବା ଆଉ ନିମ୍ନଟାକୁ ବିଧାନସଭା ବୋଲି କହିବା। ପ୍ରତ୍ୟେକ ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ ହେଉଛନ୍ତି ରାଜ୍ୟପାଳ। ତାହେଲେ ରାଜ୍ୟରେ ଆମର ରାଜ୍ୟପାଳ, ଜିଲ୍ଲାରେ ଜିଲ୍ଲାପାଳ। ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପଦକୁ ନେଇ ରାଜ୍ୟ ସରକାର, ରାଜ୍ୟର ଅମଲାତନ୍ତ୍ର ଏବଂ ରାଜ୍ୟ କାର୍ଯ୍ୟପାଳିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଆମ ଓଡ଼ିଶାର ବିଧାନ ପରିଷଦ ନାହିଁ। ତାହେଲେ ଆମ ଓଡ଼ିଶାରେ କ'ଣ ନାହିଁ ନା ବିଧାନ ପରିଷଦ ଆମ ଓଡ଼ିଶାରେ ନାହିଁ। କେବଳ ବିଧାନସଭା ଅଛି। ରାଜ୍ୟ ପାଇଁ ସମସ୍ତ ଆଇନ ଏହି ବିଧାନସଭା ଦ୍ୱାରା ପ୍ରଣୀତ ହୁଏ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀ ପରିଷଦର ସାହାଯ୍ୟ ଓ ପରାମର୍ଶ କ୍ରମେ ରାଜ୍ୟପାଳ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି। ପ୍ରତି ରାଜ୍ୟରେ ଜଣେ ରାଜ୍ୟପାଳ ଥାଆନ୍ତି। ଜଣେ ବ୍ୟକ୍ତି 2 ବା ତତୋଧିକ ରାଜ୍ୟର ରାଜ୍ୟପାଳ ହୋଇପାରନ୍ତି। ରାଜ୍ୟର କାର୍ଯ୍ୟପାଳିକା କ୍ଷମତା ରାଜ୍ୟପାଳଙ୍କ ହାତରେ ନ୍ୟସ୍ତ ରହିଥାଏ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜ୍ୟପାଳ ସଂଯୋଗକାରୀ। ସେ କେନ୍ଦ୍ରର ପ୍ରତିନିଧି ଅଟନ୍ତି। ରାଜ୍ୟ ସ୍ତରରେ ରାଜ୍ୟ ମନ୍ତ୍ରିମଣ୍ଡଳ ବା ପରିଷଦର ପରାମର୍ଶ କ୍ରମେ ରାଜ୍ୟପାଳ ତାଙ୍କର କ୍ଷମତା ପ୍ରୟୋଗ କରିଥାନ୍ତି। ରାଜ୍ୟପାଳଙ୍କର କେତୋଟି ସ୍ୱେଚ୍ଛାଧୀନ କ୍ଷମତା ରହିଛି, ଯାହାର ପ୍ରୟୋଗ ସମୟରେ ସେ ମନ୍ତ୍ରୀ ପରିଷଦର ପରାମର୍ଶ ଲୋଡ଼ି ନଥାନ୍ତି ବା ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ନିଯୁକ୍ତି ଓ କାର୍ଯ୍ୟକାଳ। ରାଜ୍ୟପାଳ ରୂପେ ନିଯୁକ୍ତି ହେବା ପାଇଁ ଜଣେ ବ୍ୟକ୍ତିର ନିମ୍ନଲିଖିତ ଯୋଗ୍ୟତା ଥିବା ଦରକାର। ସେ ଜଣେ ଭାରତୀୟ ନାଗରିକ ହୋଇଥିବେ। ତାଙ୍କୁ ଅନ୍ତତଃ 35 ବର୍ଷ ବୟସ ହୋଇଥିବ। ସେ ସଂସଦ ବା ବିଧାନସଭା ସଭ୍ୟ ହୋଇନଥିବେ। ସେ କୌଣସି ଲାଭଜନକ ବ୍ୟବସାୟରେ ଲିପ୍ତ ନଥିବେ। ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ପାଇଥାନ୍ତି। ରାଜ୍ୟପାଳ 5 ବର୍ଷ ପାଇଁ ନିଯୁକ୍ତ ପାଇଥାନ୍ତି। ତାହେଲେ ରାଜ୍ୟପାଳକୁ ଆମର ରାଷ୍ଟ୍ରପତି ନିଯୁକ୍ତ ଦେଇଥାନ୍ତି। ଏହି 5 ବର୍ଷ ପୂର୍ବରୁ ରାଜ୍ୟପାଳ ଚାହିଁଲେ ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି। ତାଙ୍କର ଇସ୍ତଫା ପତ୍ର ସେ ରାଷ୍ଟ୍ରପତିଙ୍କ ଠାରେ ଦାଖଲ କରନ୍ତି। ତାହେଲେ ଆମର ରାଜ୍ୟପାଳକୁ ରାଷ୍ଟ୍ରପତି ଯେହେତୁ ନିଯୁକ୍ତି କରିବେ, ମାନେ ରାଷ୍ଟ୍ରପତି ମଧ୍ୟ ତାଙ୍କୁ ବାହାର କରିପାରିବେ ରାଜ୍ୟପାଳକୁ। ରାଷ୍ଟ୍ରପତି ଚାହିଁଲେ ଗୋଟିଏ ରାଜ୍ୟର ରାଜ୍ୟପାଳକୁ ଅନ୍ୟ ରାଜ୍ୟକୁ ବଦଳି କରିପାରିବେ କିମ୍ବା ବହିଷ୍କାର ମଧ୍ୟ କରିପାରିବେ। ନବ ନିଯୁକ୍ତ ରାଜ୍ୟପାଳକୁ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରନ୍ତି। ରାଜ୍ୟପାଳଙ୍କ କ୍ଷମତା। କାର୍ଯ୍ୟପାଳିକା କ୍ଷମତା। ରାଜ୍ୟର କାର୍ଯ୍ୟପାଳିକା କ୍ଷମତା ରାଜ୍ୟପାଳଙ୍କ ହାତରେ ନ୍ୟସ୍ତ। ସେ ନିଜେ କିମ୍ବା ତାଙ୍କର ଅଧସ୍ତନ ପଦାଧିକାରୀ ଦ୍ୱାରା ଏହି କ୍ଷମତା ବ୍ୟବହାର କରିଥାନ୍ତି। ସାଧାରଣ ନିର୍ବାଚନ ପରେ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର
ନେତାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତ କରନ୍ତି। ତାହେଲେ ଯେଉଁ ଦଳରେ ସଂଖ୍ୟା ଗରିଷ୍ଠ ଅଧିକ ହେବ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ବିବେଚିତ କରିବେ ବା ନିଯୁକ୍ତି ଦେବେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅନ୍ୟାନ୍ୟ ମନ୍ତ୍ରିମଣ୍ଡଳକୁ ନିଯୁକ୍ତ ଦେଇଥାନ୍ତି। ତାହେଲେ ଆମର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମରେ କ'ଣ ନା ରାଜ୍ୟପାଳ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ ଦେଇଥାନ୍ତି। କୌଣସି ଦଳର ସଂଖ୍ୟାଗରିଷ୍ଠ ନଥିଲେ ରାଜ୍ୟପାଳ ତାଙ୍କ ଇଚ୍ଛା ଅନୁସାରେ ବିଧାନସଭାରେ ଆସ୍ଥାଭାଜନ ହୋଇପାରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତ ଦେଇପାରନ୍ତି। ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ନିଯୁକ୍ତ ଦେଲାବେଳେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି। ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରନ୍ତି। ଆଡ଼ଭୋକେଟ ଜେନେରାଲ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଏବଂ ସେମାନଙ୍କୁ ସେ ନିଯୁକ୍ତ ଦିଅନ୍ତି। ସଂଖ୍ୟାଲଘୁ ଆଙ୍ଗ୍ଲୋ ଇଣ୍ଡିଆନ ଭାରତୀୟ ସମ୍ପ୍ରଦାୟର ଯଦି ଉପଯୁକ୍ତ ଭାବେ ବିଧାନସଭାରେ ପ୍ରତିନିଧିତ୍ୱ ପାଇ ନଥାନ୍ତି ତେବେ ରାଜ୍ୟପାଳ ସେହି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବିଧାନସଭାକୁ ମନୋନୀତ କରନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ସମୟରେ ରାଜ୍ୟପାଳକୁ ରାଜ୍ୟ ଶାସନ ପରିଚାଳନା କରିବାରେ ସହାୟତା ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ପରାମର୍ଶଦାତା ନିଯୁକ୍ତ ହୁଅନ୍ତି। ରାଜ୍ୟ ପ୍ରଶାସନିକ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଓ ତଥ୍ୟ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରାଇବା ସାମ୍ବିଧାନିକ କର୍ତ୍ତବ୍ୟ। ବ୍ୟବସ୍ଥାପିକା କ୍ଷମତା ସମ୍ବିଧାନର 168(1) ଧାରାରେ ରାଜ୍ୟପାଳଙ୍କୁ ରାଜ୍ୟ ବିଧାନ ମଣ୍ଡଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ବର୍ଣ୍ଣନା କରାଯାଇଛି। ରାଜ୍ୟପାଳ ବିଧାନ ସଭାକୁ ଆହ୍ୱାନ କରନ୍ତି, ସ୍ଥଗିତ କରିପାରନ୍ତି ଏବଂ ଭାଙ୍ଗି ଦେଇ ପାରନ୍ତି ମଧ୍ୟ। ସେ ବିଧାନସଭା ଅଧିବେଶନକୁ ଆହ୍ୱାନ କରନ୍ତି, ସେହି ଅଧିବେଶନ ଉଦ୍‌ବୋଧନ ଦିଅନ୍ତି ଏବଂ ବାର୍ତ୍ତା ବି ପଠାଇ ପାରନ୍ତି। ସେ ବିଧାନ ମଣ୍ଡଳର ଏକ ବା ଉଭୟ ଗୃହର ଅଧିବେଶନ ଆହ୍ୱାନ କରନ୍ତି, ଅଧିବେଶନ ପରିସମାପ୍ତି ବା ପ୍ରୟୋଗ ଘୋଷଣା କରନ୍ତି। ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ ଓ ପ୍ରତିବର୍ଷର ପ୍ରଥମ ଅଧିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ଲିଖିତ ଅଭିଭାଷଣ ବିଧାନ ସଭାରେ ପାଠ କରନ୍ତି। ଏଥିରେ ସରକାର ନୀତି ଓ କର୍ମପନ୍ଥା ସୂଚିତ ହୋଇଥାଏ। ସମସ୍ତ ଚିଠା ବିଧେୟକ ବା ବିଲ୍ ବିଧାନ ମଣ୍ଡଳରେ ବା ବିଧାନସଭାରେ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ସମ୍ମତି ପାଇବା ନିମନ୍ତେ ତାଙ୍କ ପାଖରେ ଉପସ୍ଥିତ ହୁଏ। ରାଜ୍ୟପାଳ ସମ୍ମତି ପାଇବା ପରେ ଏହା ଆଇନରେ ପରିଣତ ହୁଏ। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ। ସେତେବେଳେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦଙ୍କ ପରାମର୍ଶ କ୍ରମେ ଅଧ୍ୟାଦେଶ ବା ଅର୍ଡନାନ୍ସ ଜାରି କରିଥାନ୍ତି। ଅଧ୍ୟାଦେଶଟି ବିଧାନ ମଣ୍ଡଳର ପରବର୍ତ୍ତୀ ଅଧିବେଶନରେ ମିଳିତ ହେବାର 6 ସପ୍ତାହ ସମୟ ସୀମା ମଧ୍ୟରେ ବିଧାନମଣ୍ଡଳ ଦ୍ୱାରା ଅନୁମୋଦନ ହୁଏ। ତେବେ ଏହି ଅଧ୍ୟାଦେଶଟି ଆପେ ଆପେ ଅକାମୀ ହୋଇଯାଏ। ଅର୍ଥ ସମ୍ପର୍କିତ କ୍ଷମତା ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଚିଠା ଅର୍ଥ ବିଲ୍ ରାଜ୍ୟ ବିଧାନସଭାରେ ଆଗତ ହୋଇପାରିବ ନାହିଁ। ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ରାଜ୍ୟର ଅବ୍ୟୟ ଅଟକଳ ବଜେଟ୍ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବିଧାନସଭାରେ ଆଗତ କରନ୍ତି। ସେହିପରି ଅତିରିକ୍ତ ଖର୍ଚ୍ଚ ଦାବି ମଧ୍ୟ ରାଜ୍ୟପାଳଙ୍କର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପନ କରନ୍ତି। ନ୍ୟାୟିକ କ୍ଷମତା
ଜିଲ୍ଲାସ୍ତରୀୟ ନ୍ୟାୟାଧୀଶ ନିଯୁକ୍ତ ରାଜ୍ୟପାଳଙ୍କ ନ୍ୟାୟିକ କ୍ଷମତା ଅନ୍ତର୍ଭୁକ୍ତ। ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତିମାନଙ୍କୁ ନିଯୁକ୍ତ କ୍ଷେତ୍ରରେ ରାଜ୍ୟପାଳଙ୍କ ସହିତ ରାଷ୍ଟ୍ରପତି ପରାମର୍ଶ କରିଥାନ୍ତି। ରାଜ୍ୟ ଆଇନ ଅନୁସାରେ ବିଭିନ୍ନ ଅପରାଧରେ ଦଣ୍ଡିତ ଅପରାଧୀମାନଙ୍କୁ ରାଜ୍ୟପାଳ କ୍ଷମା ପ୍ରଦାନ କରିବା ସହିତ ଦୋଷୀର ଦଣ୍ଡ କୋହଳ କରିପାରନ୍ତି ବା ଦଣ୍ଡ ସ୍ଥଗିତ ରଖିପାରନ୍ତି। ତାହେଲେ ରାଜ୍ୟରେ ଆମର ରାଜ୍ୟପାଳ ଅପରାଧୀମାନଙ୍କର କ୍ଷମା ବି କରିପାରିବେ। ତାପରେ ବିବିଧ କ୍ଷମତା ପ୍ରତି 15 ଦିନରେ ଥରେ ରାଜ୍ୟପାଳ ରାଷ୍ଟ୍ରପତି ଅବଗତ ନିମନ୍ତେ ତାଙ୍କ ନିକଟକୁ ଗୋପନୀୟ ରିପୋର୍ଟ ପ୍ରେରଣ କରନ୍ତି। ରାଷ୍ଟ୍ରପତି ଶାସନ ଜାରି କରିବା ପୂର୍ବରୁ ରାଷ୍ଟ୍ରପତି ରାଜ୍ୟପାଳଙ୍କ ଠାରୁ ପାଇଥିବା ସ୍ୱତନ୍ତ୍ର ରିପୋର୍ଟ ଉପରେ ଆବଶ୍ୟକ ନିଷ୍ପତ୍ତି ନେଇଥାନ୍ତି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସେ ଅଧ୍ୟକ୍ଷତା କରନ୍ତି ଓ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରନ୍ତି। ରାଜ୍ୟ ରେଡକ୍ରସ ସଂସ୍ଥାର ସେ ହେଉଛି ମୁଖ୍ୟ। ବିଭିନ୍ନ ସଭାସମିତି ପାଠଚକ୍ର ତଥା ଅମଲାତନ୍ତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନିଜର ମତାମତ ବ୍ୟକ୍ତ କରନ୍ତି। ସାଧାରଣତନ୍ତ୍ର ଦିବସରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରନ୍ତି ଏବଂ ଅଭିବାଦନ ଗ୍ରହଣ କରନ୍ତି। ରାଜ୍ୟପାଳଙ୍କର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଆଲୋଚନାରେ ଭାଗ ନିଅନ୍ତି। ରାଜ୍ୟପାଳଙ୍କର ଭୂମିକା। ରାଜ୍ୟପାଳଙ୍କ ଭୂମିକା ମୁଖ୍ୟତଃ ଦୁଇଗୋଟି। ଏକ ପକ୍ଷରେ ସେ ହେଉଛନ୍ତି ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନ ମୁଖ୍ୟ। ଅନ୍ୟ ପକ୍ଷରେ ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତିନିଧି। ସେ କେନ୍ଦ୍ର ସରକାରଙ୍କ ଚକ୍ଷୁ ଓ କର୍ଣ୍ଣ ସଦୃଶ କାର୍ଯ୍ୟ କରନ୍ତି। ସାମ୍ବିଧାନିକ ଶାସନ ମୁଖ୍ୟ ଭାବରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି, ପରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ନିଜର ଦ୍ୱୈତ ଭୂମିକାରେ ରାଜ୍ୟପାଳ ନିର୍ବିବାଦୀୟ ହେବା ବାଞ୍ଛନୀୟ। ତାଙ୍କର ବାସ୍ତବ ଭୂମିକାଟି ହେଉଛି ଗୋଟିଏ ବନ୍ଧୁ, ଗୋଟିଏ ଦାର୍ଶନିକ ଓ ଗୋଟିଏ ମାର୍ଗଦର୍ଶକର ଭୂମିକା। ମନ୍ତ୍ରୀ ପରିଷଦ ଓ ମୁଖ୍ୟମନ୍ତ୍ରୀ। ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗୋଟିଏ ମନ୍ତ୍ରୀ ପରିଷଦ ବା ମନ୍ତ୍ରିମଣ୍ଡଳ ରହିଛି। ଯେତେବେଳେ ରାଜ୍ୟପାଳ ସ୍ୱେଚ୍ଛାଧୀନ କ୍ଷମତା ବ୍ୟବହାର ନ କରନ୍ତି, ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ପରାମର୍ଶ ଗ୍ରହଣ କରି ନିଜର ଦାୟିତ୍ୱ ତୁଲାନ୍ତି। ସଂସଦୀୟ ଗଣତନ୍ତ୍ର ପରମ୍ପରା ଅନୁଯାୟୀ ରାଜ୍ୟର ସମସ୍ତ କ୍ଷମତା ରାଜ୍ୟପାଳଙ୍କ ହାତରେ ନ୍ୟସ୍ତ ହୋଇଥିଲେ ମଧ୍ୟ ବାସ୍ତବରେ ସେ ସମସ୍ତ କ୍ଷମତା ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ପ୍ରୟୋଗ କରିଥାନ୍ତି। ଗଠନ। ରାଜ୍ୟ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ପରେ ରାଜ୍ୟପାଳ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ଲାଭ କରିଥିବା ଦଳର ନେତାକୁ ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତ ଦିଅନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କୁ ନିଯୁକ୍ତ କରନ୍ତି। ବିଧାନମଣ୍ଡଳ ବା ବିଧାନସଭାର ସଭ୍ୟ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ସର୍ବାଧିକ 6 ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରିପାରନ୍ତି। କିନ୍ତୁ ସେହି ବ୍ୟକ୍ତି ଏହି 6 ମାସ ମଧ୍ୟରେ କୌଣସି ବିଧାନସଭାର ସଭ୍ୟ ରୂପେ ନିର୍ବାଚିତ ହେବା ବାଞ୍ଛନୀୟ, ନଚେତ୍ ତାଙ୍କର ମୁଖ୍ୟମନ୍ତ୍ରୀ ପଦ କାଏମ ରହିବ ନାହିଁ। ମନ୍ତ୍ରୀ ପରିଷଦରେ ସାଧାରଣତଃ 3 ବର୍ଗର ମନ୍ତ୍ରୀ ଥାନ୍ତି: କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ।
ବରିଷ୍ଠ ଅଭିଜ୍ଞ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯାଏ। କ୍ୟାବିନେଟ୍ ପାହ୍ୟାମନ୍ତ୍ରୀମାନଙ୍କୁ ନେଇ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦିଅନ୍ତି। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିଥାନ୍ତି। ରାଷ୍ଟ୍ରମନ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସ୍ୱାଧୀନ ବିଭାଗ ନେଇଥାନ୍ତି। ଉପମନ୍ତ୍ରୀମାନେ କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ କର୍ତ୍ତବ୍ୟ ସମ୍ପାଦନରେ ସାହାଯ୍ୟ କରନ୍ତି। ରାଜ୍ୟ ମନ୍ତ୍ରିପରିଷଦ ଉଭୟ ବ୍ୟକ୍ତିଗତ ଏବଂ ସାମୂହିକ ଦାୟିତ୍ୱ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରିଥାଏ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ମନ୍ତ୍ରିପରିଷଦର ମୁଖ୍ୟ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟ ମନ୍ତ୍ରିପରିଷଦର ବିଲୟ ଘଟେ। କାର୍ଯ୍ୟାବଳୀ। ରାଜ୍ୟ ଶାସନ ସମସ୍ତ କ୍ଷମତା ବାସ୍ତବରେ ମନ୍ତ୍ରିପରିଷଦ ଦ୍ୱାରା କାର୍ଯ୍ୟକାରୀ ହୁଏ। ରାଜ୍ୟ ପ୍ରଶାସନର ସମସ୍ତ ନୀତି ମନ୍ତ୍ରିମଣ୍ଡଳ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଅର୍ଥ ବିଭାଗ ଦ୍ୱାରା ପ୍ରସ୍ତୁତ ବଜେଟ୍ ଉପରେ ବିଶେଷ ଭାବରେ ଆଲୋଚନା କରାଯାଏ ଏବଂ ଏହି ବୈଠକରେ ଏହାକୁ ଅନୁମୋଦନ କରାଯାଏ। ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରସ୍ତୁତି କରିବା ଏବଂ ସେଗୁଡ଼ିକ ସଫଳ ରୂପାୟନ କରି ଜନସାଧାରଣଙ୍କ ମଙ୍ଗଳ ସାଧନ କରିବା ମନ୍ତ୍ରିପରିଷଦର ମୁଖ୍ୟ କାର୍ଯ୍ୟ। ବିଧାନସଭାକୁ ଆହ୍ୱାନ କରିବା, ସ୍ଥଗିତ ରଖିବା ଓ ଭାଙ୍ଗିଦେବା ବିଷୟରେ ମନ୍ତ୍ରିମଣ୍ଡଳର ରାଜ୍ୟପାଳଙ୍କୁ ପରାମର୍ଶ ଦିଅନ୍ତି। ରାଜ୍ୟ ଅମଲାତନ୍ତ୍ରକୁ ମନ୍ତ୍ରିପରିଷଦ ନିୟନ୍ତ୍ରଣ କରେ। ରାଜ୍ୟର ବିକାଶ ତ୍ୱରାନ୍ୱିତ କରିବା ପାଇଁ ଏହା ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ। ମନ୍ତ୍ରିପରିଷଦ ବୈଠକରେ ନିଆଯାଇଥିବା ସାମୂହିକ ନିଷ୍ପତ୍ତିକୁ ସମସ୍ତ ମନ୍ତ୍ରୀ ମାନିବାକୁ ବାଧ୍ୟ ଅଟନ୍ତି। ଯଦି କୌଣସି ମନ୍ତ୍ରୀ ଭିନ୍ନ ମତ ପୋଷଣ କରେ, ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥାନ୍ତି। ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାର ଏବଂ ରାଜ୍ୟ ସରକାରଙ୍କର କେନ୍ଦ୍ରବିନ୍ଦୁ। ସେ ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା। ତାହେଲେ ମୁଖ୍ୟମନ୍ତ୍ରୀ ହେଲା ଆମର ରାଜ୍ୟପାଳଙ୍କର ପରାମର୍ଶଦାତା। ମୁଖ୍ୟମନ୍ତ୍ରୀ ହେଲା ଆମ ରାଜ୍ୟପାଳଙ୍କର ମୁଖ୍ୟ ପରାମର୍ଶଦାତା। ତାଙ୍କ ପରାମର୍ଶରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ ଦିଅନ୍ତି ଓ ବିଭାଗ ବଣ୍ଟନ କରନ୍ତି। ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ନେତା। ସେ ମନ୍ତ୍ରିମଣ୍ଡଳର ବୈଠକ ଆହ୍ୱାନ କରନ୍ତି, ଏହାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଓ ଏଥିରେ ଅଧ୍ୟକ୍ଷତା କରନ୍ତି। ବିଭିନ୍ନ ପ୍ରଶାସନିକ ବିଭାଗ ମଧ୍ୟରେ ଐକ୍ୟ ଓ ସମନ୍ୱୟ ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କର କର୍ତ୍ତବ୍ୟ ଅଟେ। ନିଯୁକ୍ତି ଓ କାର୍ଯ୍ୟକାଳ। ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଥିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ସମୟସୀମା ମାଧ୍ୟମରେ ବିଧାନସଭାରେ ନିଜ ସପକ୍ଷରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରନ୍ତି। ମୁଖ୍ୟମନ୍ତ୍ରୀ ସମେତ ମନ୍ତ୍ରିପରିଷଦ ରାଜ୍ୟପାଳଙ୍କର ମର୍ଜି ଉପରେ କାର୍ଯ୍ୟ କରନ୍ତି। ମାତ୍ର ବିଧାନସଭାରେ ସଂଖ୍ୟାଗରିଷ୍ଠ ସଭ୍ୟମାନଙ୍କର ଆସ୍ଥାଭାଜନ ହୋଇଥିବା ପର୍ଯ୍ୟନ୍ତ ସେ ନିଜ ପଦବୀରେ ରହନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ ମୁଖ୍ୟମନ୍ତ୍ରୀ ସମେତ ମନ୍ତ୍ରିପରିଷଦ ବରଖାସ୍ତ କରାଯାଏ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ମନ୍ତ୍ରିପରିଷଦ ବିଲୟ ହୁଏ। ମୁଖ୍ୟମନ୍ତ୍ରୀ ନିଯୁକ୍ତି ହେଲେ 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି। ତାପରେ ହେଲା କାର୍ଯ୍ୟାବଳୀ। ମନ୍ତ୍ରିପରିଷଦର ଆକାର ପ୍ରକାର କିପରି ହେବ, କାହାକୁ ମନ୍ତ୍ରୀ କରାଯିବ ଏବଂ କେଉଁ ପାହ୍ୟାର ମନ୍ତ୍ରୀ କିଏ ହେବ, ସେସବୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ରହିଥାଏ। ମନ୍ତ୍ରୀମାନଙ୍କର ସେ ହେଉଛନ୍ତି ଦଳପତି। ଏଣୁ
ମନ୍ତ୍ରୀମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ ସେ ତାର ସମାଧାନ କରନ୍ତି। ମନ୍ତ୍ରୀମାନଙ୍କ କାର୍ଯ୍ୟାବଳୀ ତଦାରଖ କରନ୍ତି। ମନ୍ତ୍ରୀ ପରିଷଦ ଓ ରାଜ୍ୟପାଳଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗସୂତ୍ର ରକ୍ଷା କରନ୍ତି। ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନିଅନ୍ତି। ରାଜ୍ୟରେ କୌଣସି ପ୍ରାକୃତିକ ଦୁର୍ବିପାକ ବା ଆପତ୍କାଳୀନ ପରିସ୍ଥିତି ଉପୁଜିଲେ ମୁଖ୍ୟମନ୍ତ୍ରୀ ଅତି ଚତୁରତାର ସହିତ ପରିସ୍ଥିତିର ମୁକାବିଲା କରନ୍ତି। ଆର୍ଥିକ ସଙ୍କଟ ଓ ଆଭ୍ୟନ୍ତରୀଣ ଅଶାନ୍ତି ପରିସ୍ଥିତିରେ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଓ କେନ୍ଦ୍ର ସରକାରଙ୍କ ସମର୍ଥନ ଓ ସହାୟତା ଲୋଡ଼ନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀ, ଆଞ୍ଚଳିକ ପରିଷଦ, ଜାତୀୟ ଉନ୍ନୟନ ପରିଷଦ, ଜାତୀୟ ସଂହତି ପରିଷଦର ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇ ନିଜ ରାଜ୍ୟର ସାମୂହିକ ଉନ୍ନତି ପାଇଁ ଅର୍ଥ ସାହାଯ୍ୟ ଓ ପ୍ରଶାସନିକ ତଥା ସାମରିକ ସହାୟତା ଦାବି କରନ୍ତି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତ କ୍ଷେତ୍ରରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ କରି ଆବଶ୍ୟକ ନିଷ୍ପତ୍ତି ନେଇଥାନ୍ତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା। ତାହେଲେ ମୁଖ୍ୟମନ୍ତ୍ରୀ କ'ଣ? ରାଜ୍ୟର ଆମର ସର୍ବୋଚ୍ଚ ଶାସନକର୍ତ୍ତା ଓ ରାଜ୍ୟ ଜନସାଧାରଣଙ୍କର ପ୍ରିୟ ନେତା। ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରନ୍ତି ଓ ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି। ମୁଖ୍ୟମନ୍ତ୍ରୀଙ୍କର ଭୂମିକା। ମୁଖ୍ୟମନ୍ତ୍ରୀ ମନ୍ତ୍ରିପରିଷଦ ସହାୟତାରେ ରାଜ୍ୟ ଶାସନ ନିମିତ୍ତ ବିଭିନ୍ନ ନୀତି ପ୍ରଣୟନ କରି ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ସେଗୁଡ଼ିକ କାର୍ଯ୍ୟକାରୀ କରାନ୍ତି। ଏକ ଜନପ୍ରିୟ ତଥା ପ୍ରତିନିଧି ଶାସିତ ସରକାରର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ସର୍ବଦା ଜନସାଧାରଣ ନିକଟରେ ଉତ୍ତରଦାୟୀ। ତାହେଲେ ମୁଖ୍ୟମନ୍ତ୍ରୀ ଆମର କ'ଣ? ନା ଜନସାଧାରଣ ପାଖରେ ଉତ୍ତରଦାୟୀ। ନିଜ ଦଳର ସାଂସଦମାନଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସମସ୍ୟା ସଂଶୋଧନ ଆଲୋଚନା ହେବା ପ୍ରଚେଷ୍ଟା କରି ରଖିଥାନ୍ତି। ନିଜ ଦଳର ସାଂସଦମାନଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସମସ୍ୟାଗୁଡ଼ିକ ସଂସଦର ଆଲୋଚନା ହେବା ପାଇଁ ପ୍ରଚେଷ୍ଟା ଜାରି ରଖିଥାନ୍ତି। ତାପରେ ଆସିଲା ରାଜ୍ୟ ବିଧାନମଣ୍ଡଳ। ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ବିଧାନମଣ୍ଡଳ ରହିଛି। ଏହା ଏକ ସଦନୀୟ ବା ଦ୍ୱିସଦନୀୟ ହୋଇଥାଏ। ଆମ ରାଜ୍ୟରେ ଏକ ସଦନୀୟ ବିଧାନମଣ୍ଡଳ ରହିଛି। ତାହାକୁ ବିଧାନସଭା କୁହାଯାଏ। ଯେଉଁ ରାଜ୍ୟରେ ଦ୍ୱିସଦନୀୟ ବିଧାନମଣ୍ଡଳ ରହିଛି ସେହି ବିଧାନମଣ୍ଡଳର ଉଚ୍ଚ ସଦନ ନାମ ବିଧାନ ପରିଷଦ ଓ ନିମ୍ନ ସଦନର ନାମ ବିଧାନସଭା ବୋଲି ଆମେ କହିବା। ଆମ ରାଜ୍ୟର ବିଧାନସଭା ଦ୍ୱାରା ରାଜ୍ୟ ପାଇଁ ସମସ୍ତ ଆଇନ ପ୍ରଣୟନ କରାଯାଏ। ଗଠନ ସଂବିଧାନ ବ୍ୟବସ୍ଥା ଅନୁଯାୟୀ ବିଧାନସଭାର ସଭ୍ୟ ସଂଖ୍ୟା ଅତି ବେଶୀରେ 500 ଓ ଅତି କମରେ 60ରୁ କମ ହୋଇପାରିବ ନାହିଁ। ପ୍ରତ୍ୟେକ ଜନଗଣନା ପରେ ରାଜ୍ୟକୁ କେତେଗୋଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଏ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ସଭ୍ୟ ବିଧାନସଭାକୁ ନିର୍ବାଚିତ ହୁଅନ୍ତି। ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ଗୃହ 147। ଏଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ୍ରତିନିଧିତ୍ୱ ପାଇଁ ବ୍ୟବସ୍ଥା ଅଛି। ଅନୁସୂଚିତ ଜାତି ସମ୍ପ୍ରଦାୟ ପାଇଁ 22ଟି ଆସନ ଓ ଜନଜାତି ପାଇଁ 34ଟି ଆସନ ସଂରକ୍ଷିତ। ରାଜ୍ୟ ବିଧାନସଭାର ସଦସ୍ୟମାନେ ଭୋଟରମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ଏମାନେ 5 ବର୍ଷ ପାଇଁ ସଦସ୍ୟ ହୋଇ ରହନ୍ତି। 18 ବର୍ଷରୁ ଅଧିକ ବୟସ୍କ ସମସ୍ତ ସାବାଳକ ନାଗରିକ ଭୋଟଦାତା ହିସାବରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନିର୍ବାଚନ ମାଧ୍ୟମରେ ନିଜ ନିଜ ନିର୍ବାଚନ
ମଣ୍ଡଳୀରୁ ଜଣେ ଜଣେ ବିଧାୟକଙ୍କୁ ବାଛିଥାନ୍ତି। ବିଧାନସଭାର ସଭ୍ୟ ପଦ ପାଇଁ ଯୋଗ୍ୟତା। ବିଧାନସଭାର ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିର ନିମ୍ନଲିଖିତ ଯୋଗ୍ୟତା ଆବଶ୍ୟକ। ସେ ଜଣେ ଭାରତୀୟ ନାଗରିକ ହୋଇଥିବେ। ତାଙ୍କର ବୟସ 25 ବର୍ଷରୁ କମ୍ ହୋଇନଥିବ। ସେ ସରକାରୀ ଚାକିରି କରିନଥିବେ ବା ସରକାରଙ୍କ ସହ କୌଣସି ଲାଭଜନକ ବ୍ୟବସାୟରେ ସେ ସମ୍ପୃକ୍ତ ନଥିବେ। ଲୋକପ୍ରତିନିଧି ଆଇନରେ ଲିପିବଦ୍ଧ ଥିବା ତାଙ୍କର ଅନ୍ୟାନ୍ୟ ଆବଶ୍ୟକ ଯୋଗ୍ୟତା ଥିବ। ଅଧିବେଶନ। ବିଧାନସଭା ଅଧିବେଶନ ବର୍ଷରେ ଅନ୍ୟୁନ 2 ଥର ବସେ। ଏହି 2ଟି ଅଧିବେଶନ ମଧ୍ୟରେ 6 ମାସକୁ ଅଧିକ ବିରତି ରହିପାରିବନି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ବିଧାନସଭାର ଅଧିବେଶନ ଆହ୍ୱାନ କରନ୍ତି, ସ୍ଥଗିତ ରଖିପାରନ୍ତି ଏବଂ ବିଧାନସଭାକୁ ଭାଙ୍ଗି ଦେଇ ପାରନ୍ତି। ବାସ୍ତବରେ ଆମ ଓଡ଼ିଶାରେ 3ଗୋଟି ଅଧିବେଶନ ବର୍ଷକରେ ହୋଇଥାଏ, ଯଥା ବଜେଟ ଅଧିବେଶନ, ବର୍ଷକାଳୀନ ଅଧିବେଶନ ଓ ଶୀତକାଳୀନ ଅଧିବେଶନ। କୋରମ୍। ବିଧାନସଭାର ମୋଟ ସଦସ୍ୟ ସଂଖ୍ୟାର 1/10 ସଭ୍ୟ ଗୃହରେ ଉପସ୍ଥିତ ରହିଥିଲେ ବିଧାନସଭାକୁ କୋରମ୍ ବୋଲି କୁହାଯିବ। ବାଚସ୍ପତି। ବିଧାନସଭା ଗଠିତ ହେବା ପରେ ଏହାର ପ୍ରଥମ ବୈଠକରେ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣେ ସଭ୍ୟକୁ ବାଚସ୍ପତି ରୂପେ ଓ ଅନ୍ୟ ଜଣକୁ ଉପବାଚସ୍ପତି ରୂପେ ନିର୍ବାଚିତ କରନ୍ତି। ବାଚସ୍ପତି ବିଧାନସଭା ବୈଠକମାନଙ୍କରେ ଅଧ୍ୟକ୍ଷତା କରିବା ସହ ଗୃହର ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତି ଓ ସଭ୍ୟମାନଙ୍କ ଅଧିକାରକୁ ସଂରକ୍ଷିତ କରନ୍ତି। ସାଧାରଣତଃ ବାଚସ୍ପତି ଓ ଉପବାଚସ୍ପତି ଶାସକ ଦଳର ସଦସ୍ୟ ହୋଇଥାନ୍ତି। କେତେକ ସ୍ଥଳରେ ଉପବାଚସ୍ପତି ବିରୋଧୀ ଦଳରୁ ନିଯୁକ୍ତ ହୁଅନ୍ତି। ବିଧାନସଭାରେ କୌଣସି ସଦସ୍ୟ ବିଶୃଙ୍ଖଳିତ ଆଚରଣ କଲେ ବାଚସ୍ପତି ସେହି ସଭ୍ୟକୁ ଗୃହରୁ ବହିଷ୍କାର ବା ନିଲମ୍ବିତ କରିଥାନ୍ତି। ବିଧାନସଭାର କାର୍ଯ୍ୟ ପରିଚାଳନା ନିୟମକୁ ସେ କାର୍ଯ୍ୟକାରୀ ଓ ତର୍ଜମା କରନ୍ତି। ଯେତେବେଳେ କୌଣସି ବିଲ୍ ଉପରେ ଉଭୟ ପକ୍ଷରୁ ସମାନ ସଂଖ୍ୟକ ଭୋଟ ମିଳେ, ସେତେବେଳେ ବାଚସ୍ପତି ତାଙ୍କର ନିଷ୍ପତ୍ତିମୂଳକ ଭୋଟ ଦେଇଥାନ୍ତି। ବାଚସ୍ପତି ଦଳୀୟ ଆନୁଗତ୍ୟରୁ ଊର୍ଦ୍ଧ୍ୱରେ ରହି ନିରପେକ୍ଷ ଭାବରେ ବିଧାନସଭା ଅଧିବେଶନ କାର୍ଯ୍ୟ ପରିଚାଳନା କରନ୍ତି। ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ତାଙ୍କ କାର୍ଯ୍ୟ ପରିଚାଳନା କରିଥାନ୍ତି। ବିଧାନସଭାର କାର୍ଯ୍ୟ। ଆଇନ ପ୍ରଣୟନ କାର୍ଯ୍ୟ। ବିଧାନସଭାର ମୁଖ୍ୟ କାର୍ଯ୍ୟଟି ହେଲା ଆଇନ ପ୍ରଣୟନ କରିବା। ରାଜ୍ୟର ତାଲିକା ଓ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟଗୁଡ଼ିକରେ ବିଧାନସଭାରେ ଆଇନ ପ୍ରଣୟନ କରନ୍ତି। ତାପରେ ହେଲା ପଦ୍ଧତି। କୌଣସି ଆଇନ ପ୍ରଣୟନ କରିବା ପାଇଁ ପ୍ରସ୍ତାବଟି ପ୍ରଥମେ ଚିଠା ଆଇନ ବା ବିଲ୍ ଆଗରେ ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଗୃହରେ ଅନୁମୋଦିତ ସହିତ ଆଗତ ହୁଏ। ଚିଠା ଆଇନ 2 ପ୍ରକାର, ସାଧାରଣ ଚିଠା ଆଇନ ବା ବିଲ୍ ଓ ଅନ୍ୟଟି ଅର୍ଥ ସମ୍ବନ୍ଧୀୟ ଚିଠା ଆଇନ ବା ଅର୍ଥ ବିଲ୍। ପ୍ରତ୍ୟେକ ଚିଠା ଆଇନ ବିଧାନସଭାର ପ୍ରଥମ ପାଠ, ଦ୍ୱିତୀୟ ପାଠ ଓ ତୃତୀୟ ପାଠ ମାଧ୍ୟମରେ ଗତି କରେ। ବିଲ୍ଟି ସଂଖ୍ୟାଧିକ ସଭ୍ୟଙ୍କ ସମର୍ଥନ ଲାଭ କଲା ପରେ ରାଜ୍ୟପାଳଙ୍କ ସମ୍ମତି ପାଇଁ ତାଙ୍କ ପାଖକୁ ପଠାଯାଏ। ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ବିଲ୍ଟି ଆଇନରେ ପରିଣତ ହୁଏ।
ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା। ପ୍ରତ୍ୟେକ ରାଜ୍ୟରେ ଅର୍ଥ ବିଲ୍ କେବଳ ବିଧାନସଭାରେ ଆଗତ ହୋଇଥାଏ। ବିଧାନସଭା ବିନା ଅନୁମତିରେ ରାଜ୍ୟ ସରକାର ଗୋଟିଏ ପଇସା ଖର୍ଚ୍ଚ କରିପାରିବେ ନାହିଁ। ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାର ଉପସ୍ଥାପନ କରିଥାନ୍ତି। ବିଧାନସଭାରେ ଖର୍ଚ୍ଚ ଦାବି ଗୃହୀତ ହେଲା ପରେ ସରକାର ଅର୍ଥ ବ୍ୟୟ କରନ୍ତି। କାର୍ଯ୍ୟପାଳିକା କ୍ଷମତା। ରାଜ୍ୟ ମନ୍ତ୍ରିମଣ୍ଡଳ ବିଧାନସଭା ନିକଟରେ ମିଳିତ ଭାବେ ଉତ୍ତରଦାୟୀ ରହନ୍ତି। ବିଧାନସଭାରେ ବିଶ୍ୱାସ ଭାଜନ ହୋଇ ନ ପାରିଲେ କିମ୍ବା ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି। ବିଧାନସଭାର ସଭ୍ୟମାନେ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଏକ ମୁଲତବୀ ପ୍ରସ୍ତାବ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ମନ୍ତ୍ରିମଣ୍ଡଳକୁ ନିୟନ୍ତ୍ରିତ କରିଥାନ୍ତି। ବିଭିନ୍ନ କାଟ ପ୍ରସ୍ତାବ ମାଧ୍ୟମରେ ବିଧାନସଭା ମନ୍ତ୍ରିମଣ୍ଡଳ ଉପରେ ନିୟନ୍ତ୍ରଣ ଜାହିର କରିଥାନ୍ତି। ବିତର୍କ ଓ ପର୍ଯ୍ୟାଲୋଚନାମୂଳକ କ୍ଷମତା। ବିଧାନସଭାରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ବାଣିଜ୍ୟ ଆଦି ବିଭିନ୍ନ ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ସଦସ୍ୟମାନଙ୍କ ଦ୍ୱାରା ହୋଇଥାଏ। ଏହାଦ୍ୱାରା ସରକାରଙ୍କର ବିଭିନ୍ନ ଦୋଷ ତ୍ରୁଟି ଲୋକଲୋଚନକୁ ଆସେ ଓ ସରକାର ସମାଲୋଚିତ ହୁଅନ୍ତି। ସମ୍ବିଧାନ ସଂଶୋଧନ କ୍ଷମତା। ସମ୍ବିଧାନର କେତେ ଗୋଟି ଧାରାରେ ସଂଶୋଧନ ପାଇଁ ଆଗତ ବିଧେୟକଗୁଡ଼ିକ ଅର୍ଦ୍ଧାଧିକ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ ଆବଶ୍ୟକ କରିଥାନ୍ତି। ଏହା ସଂସଦରେ ଗୃହୀତ ହେବା ପରେ ବିଧାନସଭାର ଅନୁମୋଦନ ପାଇଁ ପଠାଯାଏ। ତାହା ବିଧାନସଭା ଦ୍ୱାରା ସମର୍ଥନ ଲାଭ କଲାପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯାଏ। ନିର୍ବାଚନ କ୍ଷମତା। ବିଧାନସଭାର ସଦସ୍ୟମାନେ ପ୍ରଥମେ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତିଙ୍କୁ ନିର୍ବାଚିତ କରିଥାନ୍ତି। ପ୍ରତି 2 ବର୍ଷରେ ଥରେ ରାଜ୍ୟସଭାର 1/3 ସଦସ୍ୟ ନିଜ ନିଜ ରାଜ୍ୟ ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ବିଧାନସଭାର ସଭ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ବିବିଧ କ୍ଷମତା। ରାଜ୍ୟ ଲୋକସେବା ଆୟୋଗର ବାର୍ଷିକ ରିପୋର୍ଟଗୁଡ଼ିକ ବିଧାନସଭାର ଗୃହର ସଦସ୍ୟମାନଙ୍କ ଗୋଚରାର୍ଥେ ଉପସ୍ଥିତ କରାଯାଏ। ତାପରେ ରହିଲା ବିଧାନ ପରିଷଦ। ବିଧାନ ପରିଷଦ ରାଜ୍ୟ ବିଧାନମଣ୍ଡଳର ଜଳ ସଦନ। ଏହା ଏକ ସ୍ଥାୟୀ ସଦନ। ବିଧାନ ପରିଷଦର ସଭ୍ୟମାନେ 6 ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି। ପ୍ରତି 2 ବର୍ଷରେ ଏହାର 1/3 ସଭ୍ୟ ଅବସର ଗ୍ରହଣ କରନ୍ତି। କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର ପ୍ରଭୃତି 5ଟି ରାଜ୍ୟରେ ବିଧାନ ପରିଷଦ ଅଛି। ଗଠନ। ବିଧାନ ପରିଷଦ କେତେକ ପରୋକ୍ଷ ଭାବେ ନିର୍ବାଚିତ ସଭ୍ୟ ଓ କେତେକ ମନୋନୀତ ସଭ୍ୟଙ୍କୁ ନେଇ ଗଠିତ। ଯେକୌଣସି ବିଧାନ ପରିଷଦ ସଦସ୍ୟ ସଂଖ୍ୟା 40ରୁ କମ୍ ବା ସେହି ରାଜ୍ୟ ବିଧାନସଭା ସଭ୍ୟ ସଂଖ୍ୟାର 1/3 ଅଧିକ ହେବ ନାହିଁ। ଏହାର 1/3 ସଦସ୍ୟ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଗୃହର 1/10 ସଭ୍ୟ ରାଜ୍ୟର ବାସ କରୁଥିବା ସ୍ନାତକମାନଙ୍କୁ ନେଇ ଗଠିତ ନିର୍ବାଚନ ମଣ୍ଡଳୀ ଦ୍ୱାରା ନିର୍ବାଚିତ ହୁଅନ୍ତି। ଗୃହର 1/3 ସଭ୍ୟ ରାଜ୍ୟ ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଗୃହର ଅବଶିଷ୍ଟ 1/6 ସଭ୍ୟଙ୍କୁ ରାଜ୍ୟପାଳ ମନୋନୀତ କରନ୍ତି। ଯୋଗ୍ୟତା। ବିଧାନ ପରିଷଦର ସଭ୍ୟ ହେବା ପାଇଁ ଜଣେ ବ୍ୟକ୍ତି ଭାରତୀୟ ନାଗରିକ ହୋଇଥିବେ। ତାଙ୍କୁ 30 ବର୍ଷରୁ ଊର୍ଦ୍ଧ୍ୱ ହୋଇ ନଥିବ।
ସଂସଦ ଦ୍ୱାରା ପ୍ରଣୀତ ଆଇନରେ ନିର୍ଦ୍ଧାରିତ ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥିବ। ରାଜ୍ୟ ବିଧାନ ପରିଷଦର ଅଧିବେଶନ କାର୍ଯ୍ୟ ପରିଚାଳନା ପାଇଁ ଜଣେ ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରହିଥାନ୍ତି। ରାଜ୍ୟ ନ୍ୟାୟପାଳିକା ଦେଶର ନ୍ୟାୟ ବ୍ୟବସ୍ଥାଗୁଡ଼ିକ ଗୋଟିଏ ପିରାମିଡ୍ ସଦୃଶ ହୋଇ ସଜ୍ଜିତ ହୋଇଛନ୍ତି। ଏହି ପିରାମିଡ୍ ଶୀର୍ଷରେ ଉଚ୍ଚତମ ନ୍ୟାୟାଳୟ, ମଧ୍ୟଭାଗରେ ଉଚ୍ଚ ନ୍ୟାୟାଳୟ ଓ ନିମ୍ନରେ ଅଧସ୍ତନ ନ୍ୟାୟାଳୟ ଅଛି। ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲାସ୍ତରୀୟ ନ୍ୟାୟାଳୟକୁ ନେଇ ରାଜ୍ୟ ନ୍ୟାୟପାଳିକା ଗଠିତ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ ରହିଛି। ଏକାଧିକ ରାଜ୍ୟ ପାଇଁ ମଧ୍ୟ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିପାରେ। ଆମ ଦେଶର ସର୍ବମୋଟ 21ଟି ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ କରୁଅଛି। ଆମ ଓଡ଼ିଶାରେ 1948 ମସିହାରେ ଉଚ୍ଚ ନ୍ୟାୟାଳୟ କଟକରେ ପ୍ରତିଷ୍ଠିତ ହୋଇ କାର୍ଯ୍ୟକାରୀ କରୁଅଛି। ତାହେଲେ ଓଡ଼ିଶାରେ ଆମର କେବେ ନା 1948 ମସିହାରେ ଉଚ୍ଚ ନ୍ୟାୟାଳୟ କଟକଠାରେ ହୋଇଅଛି। ଗଠନ ପ୍ରତି ଉଚ୍ଚ ନ୍ୟାୟାଳୟରେ ଜଣେ ମୁଖ୍ୟ ବିଚାରପତି ସହିତ ଅନ୍ୟ ବିଚାରପତିମାନେ ରହିଥାନ୍ତି। ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ଜଣେ ମୁଖ୍ୟ ବିଚାରପତିଙ୍କ ସହ 18 ଜଣ ବିଚାରପତି ରହିଛନ୍ତି। ରାଷ୍ଟ୍ରପତି ଚାହିଁଲେ ଆବଶ୍ୟକତା ଦୃଷ୍ଟିରୁ ଅସ୍ଥାୟୀ ବିଚାରପତି ମଧ୍ୟ ନିଯୁକ୍ତ କରିପାରିବେ। ବିଚାରପତିଙ୍କ ଯୋଗ୍ୟତା ବିଚାରପତିଙ୍କ ଯୋଗ୍ୟତା ଉଚ୍ଚ ନ୍ୟାୟାଳୟର ବିଚାରପତି ପାଇଁ ନିମ୍ନ ଯୋଗ୍ୟତା ଥିବା ଆବଶ୍ୟକ। ସେ ଭାରତୀୟ ନାଗରିକ ହୋଇଥିବେ। କୌଣସି ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ 10 ବର୍ଷ ଆଡଭୋକେଟ୍ ବା ଅଧିବକ୍ତା ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବ। ଭାରତର ଯେକୌଣସି ବିଚାରାଳୟରେ ଅନ୍ୟୁନ 10 ବର୍ଷ ପାଇଁ ବିଚାର ବିଭାଗୀୟ ପଦବୀରେ ଅଧିଷ୍ଠିତ ହୋଇଥିବେ। କାର୍ଯ୍ୟକାଳ ଉଚ୍ଚ ନ୍ୟାୟାଳୟ ବିଚାରପତିମାନେ 62 ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି। ସେ ସ୍ୱେଚ୍ଛାଚାରୀ ରାଷ୍ଟ୍ରପତିମାନଙ୍କୁ ସମ୍ବୋଧନ କରି ନିଜର ଇସ୍ତଫାପତ୍ର ଲିଖିତ ଭାବେ ରାଷ୍ଟ୍ରପତିମାନଙ୍କୁ ପ୍ରଦାନ କରିପାରନ୍ତି। ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ବହିଷ୍କାର କରିବା ପ୍ରଣାଳୀ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତିଙ୍କର ବହିଷ୍କାର ପ୍ରଣାଳୀ ସହ ସମାନ। ରାଜ୍ୟ ଉଚ୍ଚ ନ୍ୟାୟାଳୟ କ୍ଷେତ୍ରାଧିକାର, ମୌଳିକ କ୍ଷେତ୍ରାଧିକାର, ଆବେଦନମୂଳକ କ୍ଷେତ୍ରାଧିକାର, ପର୍ଯ୍ୟବେକ୍ଷଣ କ୍ଷେତ୍ରାଧିକାର। ଉଚ୍ଚ ନ୍ୟାୟାଳୟରେ ଯେଉଁ ବିଷୟଗୁଡ଼ିକ ପାଇଁ ସିଧାସଳଖ ମୋକଦ୍ଦମା ଦାୟର କରାଯାଇପାରିବ, ସେଗୁଡ଼ିକ ମୌଳିକ କ୍ଷେତ୍ରାଧିକାର ପରିସରଭୁକ୍ତ। ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ। ତାହା ଆବେଦନମୂଳକ କ୍ଷେତ୍ରାଧିକାର ଅଟେ। ରାଜ୍ୟର ଜିଲ୍ଲାସ୍ତରୀୟ ସମସ୍ତ ନିମ୍ନ ଅଦାଲତ ଉଚ୍ଚ ନ୍ୟାୟାଳୟ ଦ୍ୱାରା ନିୟନ୍ତ୍ରିତ। ଉଚ୍ଚ ନ୍ୟାୟାଳୟରୁ ମୁଖ୍ୟ ବିଚାରପତି ନିମ୍ନ ଅଦାଲତଗୁଡ଼ିକ ପରିଦର୍ଶନ କରନ୍ତି ଏବଂ ଆବଶ୍ୟକ ନିର୍ଦ୍ଦେଶ ଦେଇଥାନ୍ତି। ତାହା ପର୍ଯ୍ୟବେକ୍ଷଣ କ୍ଷେତ୍ରାଧିକାର ଅଟେ। ନିମ୍ନ ଅଦାଲତ ବା ଅଧସ୍ତନ ଅଦାଲତ ଲୋକମାନଙ୍କ ପାଇଁ ନ୍ୟାୟ ଯେପରି ସୁଲଭ ଏବଂ ସହଜ ହୁଏ, ସେଥିପାଇଁ ଜିଲ୍ଲା ତଥା ନିମ୍ନସ୍ତରରେ ଅଦାଲତମାନ ପ୍ରତିଷ୍ଠା କରାଯାଇଛି। ଏହି ଅଦାଲତଗୁଡ଼ିକ ଅଧସ୍ତନ ନ୍ୟାୟାଳୟ କହନ୍ତି। ଏହା ଦୁଇ ପ୍ରକାର, ଦେୱାନୀ ଅଦାଲତ ଓ ଫୌଜଦାରୀ ଅଦାଲତ। ଦେୱାନୀ ଅଦାଲତଗୁଡ଼ିକରେ ସମ୍ପତ୍ତି, ଉତ୍ତରାଧିକାରୀ, ମାଲିକାନାସତ୍ତ୍ୱ, ଜମିଜମା ଓ ଅନ୍ୟାନ୍ୟ ଅଧିକାର ସମ୍ପର୍କୀୟ ମୋକଦ୍ଦମାଗୁଡ଼ିକ ବିଚାର ହୁଏ। ଫୌଜଦାରୀ ଅଦାଲତରେ ନରହତ୍ୟା, ଡକାୟତି, ଗୃହଦାହ, ମାରପିଟ୍ ଓ ନାରୀ ଧର୍ଷଣ ପ୍ରଭୃତି ଆଇନ ଭଙ୍ଗ ଜନିତ ମୋକଦ୍ଦମା ବିଚାର କରାଯାଏ। ଲୋକ ଅଦାଲତ ଅଦାଲତ ପରିସର ବାହାରେ ବିଚାରପତିମାନେ
ବିଭିନ୍ନ ଅଞ୍ଚଳର ଗସ୍ତ କରି ସେଠାରେ ଲୋକ ଅଦାଲତ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିତ୍ତିକ ମୋକଦ୍ଦମାଗୁଡ଼ିକ ଫଇସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ଲୋକ ଅଦାଲତ କୁହାଯାଏ। କେନ୍ଦ୍ର ଓ ରାଜ୍ୟ ସମ୍ପର୍କ। ଭାରତରେ ପ୍ରଚଳିତ କେନ୍ଦ୍ର ରାଜ୍ୟ ସମ୍ପର୍କରେ ତିନି ପ୍ରକାର ବ୍ୟବସ୍ଥାପିକା ସମ୍ପର୍କ, ପ୍ରଶାସନିକ ସମ୍ପର୍କ ଓ ଅର୍ଥ ସମ୍ବନ୍ଧୀୟ ସମ୍ପର୍କ ରହିଅଛି। ତାପରେ ଆସିଲା ବ୍ୟବସ୍ଥାପିକା ସମ୍ପର୍କ। ଯୁଗ୍ମ ତାଲିକା ବିଷୟଗୁଡ଼ିକ ଉପରେ ଉଭୟ କେନ୍ଦ୍ର ସଂସଦ ଓ ରାଜ୍ୟ ବିଧାନମଣ୍ଡଳ ଆଇନ ପ୍ରଣୟନ କରିବେ। ଯଦି ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟରେ କେନ୍ଦ୍ର ସଂସଦ ଓ ରାଜ୍ୟ ବିଧାନମଣ୍ଡଳ ଦ୍ୱାରା ପ୍ରଣୀତ ଆଇନ ମଧ୍ୟରେ ବିବାଦ ଉପୁଜେ, ତାହେଲେ କେନ୍ଦ୍ର ସଂସଦ ଦ୍ୱାରା ପ୍ରଣୀତ ଆଇନ ବଳବତ୍ତର ରହେ। ପ୍ରଶାସନିକ ସମ୍ପର୍କ। ଯେଉଁ ବିଷୟଗୁଡ଼ିକ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତି, ସେହି ବିଷୟଗୁଡ଼ିକ ଉପରେ ସେମାନଙ୍କର ଯଥୋଚିତ ପ୍ରଶାସନିକ ନିୟନ୍ତ୍ରଣ ରହିଥାଏ। ଏଣୁ ଉଭୟ ସରକାର ନିଜ କାର୍ଯ୍ୟ ପରିସର ମଧ୍ୟରେ ପ୍ରାୟତଃ ସ୍ୱତନ୍ତ୍ର ଓ ସ୍ୱୟଂଶାସିତ ହୋଇଥାନ୍ତି। ଅର୍ଥ ସମ୍ବନ୍ଧୀୟ ସମ୍ପର୍କ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଆର୍ଥିକ ସମ୍ପର୍କ ସମ୍ବିଧାନ ଦ୍ୱାରା ସ୍ୱୀକୃତ। ସାଧାରଣତଃ ଦକ୍ଷତା, ପ୍ରାଚୁର୍ଯ୍ୟ ଏବଂ ଯୋଗ୍ୟତା ଭିତ୍ତିରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମ୍ବଳର ବଣ୍ଟନ କରାଯାଏ। ଭାରତରେ କେନ୍ଦ୍ର ରାଜ୍ୟ ସମ୍ପର୍କକୁ ପର୍ଯ୍ୟାଲୋଚନା କଲେ ଜଣାପଡ଼େ ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ। ତାପରେ ଆସିଲା ବ୍ୟବସ୍ଥାପିକା। ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଯଥେଷ୍ଟ ଆଧିପତ୍ୟ ରହିଅଛି। ତେଣୁ ଭାରତକୁ ଏକ ଅର୍ଦ୍ଧ-ସଂଘୀୟ ରାଷ୍ଟ୍ର ବା କେନ୍ଦ୍ରୀଭୂତ ସଂଘୀୟ ରାଷ୍ଟ୍ର କୁହାଯାଏ। ଭାରତୀୟ ସମ୍ବିଧାନର ରକ୍ଷାକର୍ତ୍ତା କିଏ? ତାହେଲେ ଭାରତ ସମ୍ବିଧାନର ରକ୍ଷାକର୍ତ୍ତା ହେଲା ଆମର ସର୍ବୋଚ୍ଚ ନ୍ୟାୟାଳୟ। ଭାରତ ସମ୍ବିଧାନର କେଉଁ ଧାରା ନିର୍ବାଚନ ଆୟୋଗ ସମ୍ପର୍କରେ ସୂଚନା ଦେଉଛି? 324 ହେଲା ଆମର ଇଲେକ୍ସନ କମିଶନର। ମୌଳିକ ଅଧିକାର ସଂରକ୍ଷକ ଭାବେ କିଏ କାର୍ଯ୍ୟ କରନ୍ତି? ସର୍ବୋଚ୍ଚ ନ୍ୟାୟାଳୟ ଆମର ମୌଳିକ ଅଧିକାର ସଂରକ୍ଷକ ଭାବେ କାର୍ଯ୍ୟ କରନ୍ତି। କେଉଁ ରାଜ୍ୟରେ ବିଧାନ ପରିଷଦ ଅଛି? କେଉଁ ରାଜ୍ୟରେ? ନା ବିହାର ରାଜ୍ୟରେ ଆମର ବିଧାନ ପରିଷଦ ଅଛି। ସଂସଦୀୟ ସରକାରରେ ସାଂସଦମାନେ ବିଭିନ୍ନ କାର୍ଯ୍ୟ ପାଇଁ କାହା ଉପରେ ଉତ୍ତରଦାୟୀ? ତାହେଲେ ସଂସଦୀୟ ସରକାରରେ ବିଭିନ୍ନ କାର୍ଯ୍ୟ ପାଇଁ କାହା ଉପରେ ଆମର ଉତ୍ତରଦାୟୀ ଅଟନ୍ତି? ନା ଆମର ଜନସାଧାରଣ ଉପରେ ଉତ୍ତରଦାୟୀ ରହନ୍ତି। ବିଧାନମଣ୍ଡଳର ସୋରାଗ ପରେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଏକ ଆଇନ ପ୍ରଣୟନ କରିବାର ଆବଶ୍ୟକ ହେଲେ ସେହି ଆଇନକୁ ଜାରି କରିବା କାହାର କ୍ଷମତା ଅଛି? କାହାର? ନା ଆମର ରାଜ୍ୟପାଳଙ୍କର କ୍ଷମତା ଅଛି। ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ନିର୍ବାଚିତ ନ ହୋଇ ନିଯୁକ୍ତି ପାଇଥାନ୍ତି? କିଏ? ନା ଆମର ରାଜ୍ୟପାଳ। ନିମ୍ନୋକ୍ତ ଯୋଗ୍ୟତା ମଧ୍ୟରୁ କେଉଁ ଯୋଗ୍ୟତାଟି ରାଜ୍ୟପାଳ ପଦବୀ ପାଇଁ ଯୋଗ୍ୟ ନୁହେଁ? ରାଜ୍ୟପାଳ ପାଇଁ ରାଜ୍ୟ ବିଧାନମଣ୍ଡଳ ସଭ୍ୟ ନଥିବେ। ରାଜ୍ୟପାଳ ନିଜ ପଦବୀର ଦାୟିତ୍ୱ ନେବା ପୂର୍ବରୁ ଶପଥ ପାଠ କରନ୍ତି। କିଏ ତାଙ୍କୁ? କାହାର ଉପସ୍ଥିତିରେ ରାଜ୍ୟପାଳ ଶପଥ ପାଠ କରନ୍ତି? ନା ଆମର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ନିମ୍ନୋକ୍ତ ରାଜ୍ୟମାନଙ୍କ ମଧ୍ୟରୁ କେଉଁ ରାଜ୍ୟରେ ଦ୍ୱିସଦନୀୟ ବିଧାନମଣ୍ଡଳ ରହିଛି? କେଉଁ ରାଜ୍ୟରେ ଆମର ଦ୍ୱିସଦନୀୟ? ନା ବିହାରରେ। ଝୁଲା ବିଧାନସଭା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟପାଳ ତାଙ୍କର କେଉଁ କ୍ଷମତା ପ୍ରୟୋଗ କରିଥାନ୍ତି?
ତାଙ୍କର କେଉଁ କ୍ଷମତା ନା ସ୍ୱେଚ୍ଛାଧୀନ। ରାଜ୍ୟ ମନ୍ତ୍ରିମଣ୍ଡଳର ଆକାର ଓ କେଉଁ ବର୍ଗର ମନ୍ତ୍ରୀ ରହିବେ ସମସ୍ତ ନିଷ୍ପତ୍ତି କିଏ ନେଇଥାନ୍ତି? ସବୁର ନିଷ୍ପତ୍ତି ଆମର ମୁଖ୍ୟମନ୍ତ୍ରୀ ନେଇଥାନ୍ତି। ମନ୍ତ୍ରୀ ପରିଷଦର ଅଧ୍ୟକ୍ଷ କିଏ କରନ୍ତି? ମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ଆମର ମୁଖ୍ୟମନ୍ତ୍ରୀ କରନ୍ତି। ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ କେଉଁ ପଦବୀରେ ରାଜ୍ୟପାଳ ଅଧିଷ୍ଠିତ ହୋଇଥାନ୍ତି? କେଉଁ ପଦବୀରେ? ନା ଆମର କୁଳାଧିପତି। ମନ୍ତ୍ରୀ ପରିଷଦକୁ କ୍ଷମତାଚ୍ୟୁତ କରିବା ପାଇଁ ବିଧାନସଭାର କେଉଁ ପ୍ରସ୍ତାବ ଗୃହୀତ ହେବା ଆବଶ୍ୟକ? ନା ଅନାସ୍ଥା ପ୍ରସ୍ତାବ। ପ୍ରତ୍ୟେକ ଚିଠା ଆଇନ ବା ବିଲ୍ କେତେବେଳେ ଏକ ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହୁଏ? କେତେବେଳେ? ନା ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ। ଆମ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟର ଘଟଣା। କୌଣସି ଦିନ ବିଧାନସଭା ଗୃହ ମଧ୍ୟରେ କେବଳ 10 ଜଣ ସଦସ୍ୟ ଉପସ୍ଥିତ ଥିଲେ। ଏହି ସଭ୍ୟମାନଙ୍କୁ ନେଇ ବାଚସ୍ପତି ବିଧାନସଭା କାର୍ଯ୍ୟକ୍ରମ ଆରମ୍ଭ କରିପାରି ନଥିଲେ। ନିମ୍ନୋକ୍ତ କେଉଁ କାରଣ ପାଇଁ ବାଚସ୍ପତି ସେ ସମୟରେ ବିଧାନସଭା କାର୍ଯ୍ୟ ଆରମ୍ଭ କରିପାରିବା ସ୍ଥଗିତ ରଖିଲେ? ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅନୁପସ୍ଥିତ ଥିବାରୁ। ପ୍ରତ୍ୟେକ ଆର୍ଥିକ ବର୍ଷର ଆରମ୍ଭ ପୂର୍ବରୁ ରାଜ୍ୟପାଳ କାହାଙ୍କ ଦ୍ୱାରା ବିଧାନସଭାରେ ରାଜ୍ୟର ବାର୍ଷିକ ଆୟ ବ୍ୟୟ ଅଟକଳ ଉପସ୍ଥିତ କରନ୍ତି? କାହାର? ନା ଅର୍ଥମନ୍ତ୍ରୀଙ୍କର। ଅଧ୍ୟାଦେଶ ଯେକୌଣସି ସମୟରେ କିଏ ଇଚ୍ଛା କରି ପ୍ରତ୍ୟାହାର କରି ନେଇପାରନ୍ତି? ଅଧ୍ୟାଦେଶ ଆମର କିଏ? ନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ରାଜ୍ୟପାଳ ଓ ମନ୍ତ୍ରିମଣ୍ଡଳ ମଧ୍ୟରେ କିଏ ଯୋଗସୂତ୍ର କରନ୍ତି? ରାଜ୍ୟପାଳ ଆଉ ମନ୍ତ୍ରିମଣ୍ଡଳ ମଧ୍ୟରେ କିଏ ଯୋଗସୂତ୍ର ରକ୍ଷା କରିବେ? ନା ଆମର ମୁଖ୍ୟମନ୍ତ୍ରୀ। ନିମ୍ନୋକ୍ତ କେଉଁ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ଅଛି? କେଉଁଠି? ନା ପଣ୍ଡୁଚେରୀରେ ଆମର ବିଧାନସଭା ଅଛି। କେଉଁ ରାଜ୍ୟର ବିଧାନସଭାର ସଭ୍ୟ ସଂଖ୍ୟା 32 ରହିଛି? ସିକିମ ରାଜ୍ୟର ବିଧାନସଭାର ସଭ୍ୟ ସଂଖ୍ୟା 32 ରହିଛି। ନିମ୍ନୋକ୍ତ ମଧ୍ୟରୁ କିଏ ରାଜ୍ୟପାଳଙ୍କର ପ୍ରମୁଖ ପରାମର୍ଶଦାତା ହିସାବରେ ରାଜ୍ୟପାଳଙ୍କ କାର୍ଯ୍ୟ ସମ୍ପାଦନର ସହାୟତା କରନ୍ତି? କିଏ? ନା ଆମର ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ କିଏ ରାଜ୍ୟସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରନ୍ତି ଓ ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି? କିଏ? ନା ଆମର ମୁଖ୍ୟମନ୍ତ୍ରୀ। ଯେଉଁ ରାଜ୍ୟ ମାନଙ୍କରେ ବିଧାନ ପରିଷଦ ରହିଅଛି ସେହି ବିଧାନ ପରିଷଦ ସଭ୍ୟମାନେ କେତେ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି? କେତେ ବର୍ଷ? ନା ଆମର 6 ବର୍ଷ ପାଇଁ। କୌଣସି ବିଧାନ ପରିଷଦର ସଦସ୍ୟ ସଂଖ୍ୟା କେତେରୁ କମ ହେବ ନାହିଁ? କେତେରୁ କମ ହେବନି? ନା 40ରୁ ଆମର କମ ହେବନି। ପ୍ରତ୍ୟେକ ରାଜ୍ୟରେ ଏକ ଉଚ୍ଚ ନ୍ୟାୟାଳୟ ରହିବାର ବ୍ୟବସ୍ଥା ଆମ ସମ୍ବିଧାନର କେତେ ଧାରାରେ ଉଲ୍ଲେଖ ରହିଛି? ଆମ ସମ୍ବିଧାନର କେତେ ଧାରାରେ? ନା 214 ଧାରାରେ ଅଛି। ଗତ ସପ୍ତାହରେ ଆମ ଗ୍ରାମର ଉଚ୍ଚ ବିଦ୍ୟାଳୟର ରବିବାର ସକାଳ 10 ଘଟିକା ସମୟରେ ବହୁତ ମଟର ଗାଡ଼ି ଲାଗିଥିଲା। ବହୁତ ଲୋକ ଦଳ ଦଳ ହୋଇ ବିଭିନ୍ନ ଶ୍ରେଣୀଗୃହ ପ୍ରତି ଶ୍ରେଣୀଗୃହରେ 2-4 ଜଣ ବ୍ୟକ୍ତି ଆଗରେ ବସିଥାନ୍ତି। ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣି ତାର ଆପୋଷ ସମାଧାନ କରୁଥାନ୍ତି। ଏହି ବ୍ୟବସ୍ଥାକୁ ଦେଖି ମୁଁ କିଛି ବୁଝି ନ ପାରି ଜଣକୁ ପଚାରିଲି, ଏଠି କ'ଣ ହେଉଛି? ମୋର ପ୍ରଶ୍ନର ଉତ୍ତର ପାଇଲି, ବିଚାର ଚାଲିଛି। ଏହି ପ୍ରକାର ବିଚାର ବ୍ୟବସ୍ଥାକୁ କ'ଣ କହିବା? କ'ଣ କହିବା? ନା ଦେୱାନୀ ଅଦାଲତ ଚାଲିଛି। ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷରେ ଅବସର ଗ୍ରହଣ କରନ୍ତି? ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ 62 ବର୍ଷରେ ଅବସର ଗ୍ରହଣ କରନ୍ତି।
ନିମ୍ନୋକ୍ତ ମଧ୍ୟରୁ କେଉଁଟି କେନ୍ଦ୍ର ତାଲିକା ଅନ୍ତର୍ଭୁକ୍ତ ବିଷୟ ଅଟେ? କେନ୍ଦ୍ର ତାଲିକା ପାଇଁ ଆମର ଡାକଘର। ଜାମ୍ମୁ କାଶ୍ମୀର ପାଇଁ କି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି? ଜାମ୍ମୁ କାଶ୍ମୀର ପାଇଁ ସମ୍ବିଧାନର 370 ଧାରାରେ ଜାମ୍ମୁ କାଶ୍ମୀର ପାଇଁ ଏକ ବିଭିନ୍ନ ସମ୍ବିଧାନର ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀକୁ କିଏ ନିଯୁକ୍ତ ଦିଅନ୍ତି? ତାହେଲେ ଆମର ମୁଖ୍ୟମନ୍ତ୍ରୀକୁ କିଏ ନିଯୁକ୍ତ ଦେବେ? ନା ରାଜ୍ୟପାଳ ନିଯୁକ୍ତ ଦେବେ। ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି? ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି। ବିଧାନସଭାରେ କିଏ ଅଧ୍ୟକ୍ଷତା କରନ୍ତି? ବିଧାନସଭାରେ ଆମର ବାଚସ୍ପତି ଅଧ୍ୟକ୍ଷତା କରନ୍ତି। ଉଚ୍ଚ ନ୍ୟାୟାଳୟ ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି? ଉଚ୍ଚ ନ୍ୟାୟାଳୟର 62 ବର୍ଷ। ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା କାହାକୁ ନେଇ ଗଠିତ? ତାହେଲେ ରାଜ୍ୟ କାହାକୁ ନେଇ? ଆମର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦକୁ ନେଇ ଗଠିତ। ବିଧାନସଭାର କାର୍ଯ୍ୟକାଳକୁ କେତେବେଳେ ବୃଦ୍ଧି କରାଯାଇପାରିବ? କେତେବେଳେ? ନା ରାଷ୍ଟ୍ରରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷିତ ହୋଇଥିଲେ ବିଧାନସଭାର କାର୍ଯ୍ୟକାଳକୁ 5ରୁ 6 ବର୍ଷ ବୃଦ୍ଧି କରାଯାଇପାରିବ। ରାଜ୍ୟପାଳ ଯଦି ଇସ୍ତଫା ଦିଅନ୍ତି ତାଙ୍କ ଇସ୍ତଫାପତ୍ର କାହା ନିକଟକୁ ପଠାନ୍ତି? ତାହେଲେ କାହା ନିକଟକୁ? ନା ଆମର ରାଷ୍ଟ୍ରପତି ନିକଟକୁ ପଠାଇବେ। ଅଧ୍ୟାଦେଶ ଜାରି ହେଲେ ପରବର୍ତ୍ତୀ ବିଧାନମଣ୍ଡଳ ବସିବାର କେତେ ସମୟ ପର୍ଯ୍ୟନ୍ତ ବଳବତ୍ତର ରହେ? କେତେ? ନା 6 ସପ୍ତାହ ଯାକେ। ରାଜ୍ୟ କ୍ୟାବିନେଟ୍ କମିଟି ବୈଠକ ଗୁଡ଼ିକର ତାରିଖ, ସମୟ ଓ ସ୍ଥାନ କିଏ ନିର୍ଦ୍ଧାରଣ କରନ୍ତି? କିଏ? ନା ଆମର ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରଣ କରିଥାନ୍ତି। ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।